କୁହାଯାଏ ମଦ ଯେତେ ପୁରୁଣା ତା ଟେଷ୍ଟ ସେତିକି ଗୁଣା। ଖାସ୍ ସେଥିପାଇଁ ତ ପିଇବା ଲୋକମାନଙ୍କ ପାଖରେ ପୁରୁଣା ମଦର ଚାହିଦା ଆକାଶ ଛୁଆଁ। ସତରେ କ'ଣ ପୁରୁଣା ମଦର ଟେଷ୍ଟ ଟିକେ ଅଲଗା? କେଉଁ ମଦର ଆୟୁଷ କେତେ? କେଉଁ ମଦ କେତେବେଳେ ଏକ୍ସପାୟାର ହୁଏ? ସିଲ୍ ବନ୍ଦ ଥିଲେ ବା ଖୋଲା ହୋଇଗଲେ କେଉଁ ମଦ କେତେ ଦିନ ଯାଏଁ ରହିଥାଏ ସୁରକ୍ଷିତ? ଆସନ୍ତୁ ଟେକ୍ନିକ୍ ଜାଣିବା। ହୁଇସ୍କି। ପିଆଳିମାନଙ୍କ ସବୁଠୁ ପସନ୍ଦାର ପାନୀୟ ହେଉଛି ହୁଇସ୍କି। ଆଉ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ, ହୁଇସ୍କିର ଆୟୁଷ ଶେଷ ନାହିଁ। ଅର୍ଥାତ୍ ଠିକ୍ରେ ଯଦି ବୋତଲର ସିଲ୍ ରଖାଯାଏ ତେବେ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ତାହା ସେଫ୍ ଓ ସିକ୍ୟୁର ରହିପାରେ। ସୂର୍ଯ୍ୟକିରଣ, ସୂର୍ଯ୍ୟତାପ, ପବନ ଓ ରୁମ୍ ଟେମ୍ପରେଚରର ସଠିକ୍ ନିୟନ୍ତ୍ରଣ ହୋଇପାରିଲେ ବର୍ଷ ବର୍ଷ ଧରି ହୁଇସ୍କି ରହିଥାଏ ପିଇବା ଯୋଗ୍ୟ ହୋଇ। ତେବେ ବଟଲର ସିଲ୍ ଥରେ ଖୋଲା ହୋଇଗଲେ ବର୍ଷେରୁ 2 ବର୍ଷ ଯାଏ ଏହା ସୁରକ୍ଷିତ ରହିପାରେ, ଅର୍ଥାତ୍ ଏହା ପିଇବା ଯୋଗ୍ୟ ହୋଇ ରହିଥାଏ। ସେହିପରି ଲିକରର ସିଲ୍ ଖୋଲା ହୋଇଗଲା ପରେ ଏହା 6ରୁ 12 ମାସ ଯାଏଁ ପିଇବା ଯୋଗ୍ୟ ହୋଇ ରହିଥାଏ। ତେବେ ୱାଇନ୍ ବୋତଲଗୁଡ଼ିକ ସିଲ୍ ଖୋଲା ହେବାର 6ରୁ 8 ସପ୍ତାହ ମଧ୍ୟରେ ହିଁ ପିଇବା ଯୋଗ୍ୟ ହୋଇଥାଏ। ରମ୍। ଯଦି ଠିପି ଖୋଲା ନଯାଏ ତାହେଲେ ରମ୍ ବର୍ଷ ବର୍ଷ ଧରି ପିଇବା ଯୋଗ୍ୟ ହୋଇ ରହିଥାଏ। କହିବାକୁ ଗଲେ ରମ୍ର ଆଂଶ ମଉଳେନି। ତେବେ ଥରେ ଠିପି ଖୋଲା ହୋଇଗଲା ପରେ ଏହାର ଟେଷ୍ଟ ଓ ଷ୍ଟ୍ରେଂଥ ଉଭୟ କମିଯାଏ। ତେବେ ଭଲ ରୂପେ ଏହାକୁ ଠିପି ଦେଇ ରଖିଲେ 6 ମାସ ପର୍ଯ୍ୟନ୍ତ ଏହା ବ୍ୟବହାର ଯୋଗ୍ୟ ହୋଇ ରହିପାରେ। ଭୋଡ୍କା। ଭୋଡ୍କା ଏପରି ଏକ ମଦ ଯାହା ଠିପି ଖୋଲାଯିବା ପରେ ବି ଏତେ ଶୀଘ୍ର ଖରାପ ହୋଇଯାଇ ନଥାଏ। ଠିପି ଖୋଲା ଭୋଡ୍କା ବୋତଲ ବର୍ଷ ବର୍ଷ ଯାଏ ସୁରକ୍ଷିତ ରହିଥାଏ, ଯଦିଓ ସମୟ ଅନୁସାରେ ଏହାର ସ୍ୱାଦ ଓ ବାସ୍ନାରେ ପରିବର୍ତ୍ତନ ଆସିଥାଏ। ବିୟର। ବିୟରର ଆୟୁଷ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍। ବୋତଲର ଠିପି ଥରେ ଖୋଲା ହୋଇଗଲେ ଦିନେ କି 2 ଦିନ ପର୍ଯ୍ୟନ୍ତ ଏହା ପିଇବା ଉପଯୋଗୀ ହୋଇ ରହିଥାଏ। ଅକ୍ସିଜେନ୍ ସଂସ୍ପର୍ଶରେ ଆସିଲେ ଏହା ନିଜର କ୍ୱାଲିଟି ଓ ଗୁଣବତ୍ତା ତଥା ଟେଷ୍ଟ ମଧ୍ୟ ହରାଇ ବସୁଥିବାରୁ ଖୋଲା ବିୟର 24 ଘଣ୍ଟା ପରେ ପିଇବା ନିହାତି ଅନୁଚିତ।